सामनाକୁ ଆସିଲା ବଡ଼ ଖବର। ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝରରେ। ବିବାହ ଶୋଭାଯାତ୍ରା ବେଳେ ମାଡ଼ିଗଲା ଟ୍ରକ୍। ଘଟଣାସ୍ଥଳରେ 5 ଜଣଙ୍କର ମୃତ୍ୟୁ। କେନ୍ଦୁଝର 20 ନମ୍ବର ଜାତୀୟ ରାଜପଥ କୁଡ଼ିଆ ଘାଟି 60 ଘର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଦେଖିବାକୁ ମିଳିଛି। ବରଯାତ୍ରୀଙ୍କୁ ଦଳିଦେଲା ଟ୍ରକ୍। ଘଟଣାସ୍ଥଳରେ 5 ଜଣ ମୃତ୍ୟୁ ହୋଇଥିବା ବେଳେ 9 ଜଣ ଆହତ ହୋଇଛନ୍ତି। ହରିଚନ୍ଦନପୁର ବ୍ଲକ ଜଘିରା ନିକଟ ମାନମପୁର ଗାଁ ବରଯାତ୍ରୀ ଦଳ କେନ୍ଦୁଝର ଆସୁଥିଲେ। ଷଠିଘର ସାହିରେ କନ୍ୟା ଘର ସମ୍ମୁଖରେ ବରଯାତ୍ରୀ ଶୋଭାଯାତ୍ରା ଚାଲିଥିଲା। ଏହି ସମୟରେ ଶୁଆକାଟି ପଟୁ ହଠାତ୍ ଦ୍ରୁତ ବେଗରେ ଆସିଥିବା ଟ୍ରକ୍ ବରଯାତ୍ରୀଙ୍କ ଉପରେ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ 5 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 9 ଜଣ ଗୁରୁତର ହୋଇଥିଲେ। ମୃତକଙ୍କ ମଧ୍ୟରେ 3 ଜଣ କନ୍ୟା ଘରର ବୋଲି ଜଣାପଡ଼ିଛି। ମୃତକମାନେ ମାନମପୁର ଗାଁର ଜିତୁ ପାତ୍ର, କାଳିଆ ମହାନ୍ତ, ଲକ୍ଷ୍ମୀପାଦର ରାତି ମୁଣ୍ଡା ଓ ଷଠିଘରର ଅମିତ ପାତ୍ର ଏବଂ କେଉଟ ସାହିର ବାପୁପୁନ ଦେଉରୀ। ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବିଭାଗ ଉଦ୍ଧାର କାର୍ଯ୍ୟ କରିଥିଲା। ଦୀର୍ଘ ଦିନ ଧରି ସ୍ଥାନୀୟ ଅଞ୍ଚଳରେ ଫ୍ଲାଏଓଭର ନିର୍ମାଣ ହେଉଥିବାରୁ ଦୁର୍ଘଟଣା ଘଟୁଛି। ଏହାର ପ୍ରତିବାଦରେ 20 ରାଜପଥ ଅବରୋଧ କରିଛନ୍ତି ଲୋକେ।